ଦୁନିଆରେ ସେହି ଲୋକଙ୍କୁ ଅଧିକ ଦୁଃଖ ମିଳେ ସମସ୍ତଙ୍କୁ ନିଜର ବୋଲି ଭାବେ କିନା ଆପଣଙ୍କୁ ବୁଝେଇବା ମଣିଷ ତ ବହୁତ ମିଳିବେ, ଆପଣଙ୍କୁ ବୁଝିବା ମଣିଷ କମ୍ ମିଳିବେ। ଆଶାର ଆଲୋକ ଜଳାଇ ରଖନ୍ତୁ। ଆଶା ହିଁ ଜୀବନ ନୌକାର ଲଙ୍ଗର ଅଟେ। ଏହା ଦୁର୍ଭାଗ୍ୟର ମେଘ ତୋଫାନରେ ଜୀବନକୁ ସମ୍ଭାଳିଥାଏ। ଯିଏ ଆଶା ହିଁ ଛାଡ଼ିଦିଏ ସେ ବୁଡ଼ିଯାଇ ନଷ୍ଟ ହୋଇଯାଏ। ସଫଳତାର ମୌଳିକ ତଥା ପ୍ରଥମ ପାହାଚ ହେଲା ନିଜ ଉପରେ ବିଶ୍ୱାସ ରଖନ୍ତୁ। ଆପଣ ସଫଳ ହୋଇପାରିବେ ବୋଲି ନିଜକୁ ବିଶ୍ୱାସ କରନ୍ତୁ। ଯିଏ ଯାହାକୁ ଅଧିକ ଭଲ ପାଏ ସିଏ ତାକୁ କେବେ ଭୁଲି ପାରେ ନା। ହୁଏତ ଅଭିମାନ କରି କିଛି ଦିନ କଥା ନ ହୋଇ ରହିପାରେ, ସେ ପ୍ରତି ମୁହୂର୍ତ୍ତରେ ତାକୁ ମନେ ପକାଉଥାଏ। ଡେରିରେ ହେଉ ପଛେ ଏତିକି ତ ବୁଝିଗଲି, ଆମେ କାହା ପାଇଁ ସେତିକି ଇମ୍ପୋର୍ଟାଣ୍ଟ ହେଇନଥାଉ ସେତିକି ଆମେ ଭାବି ଦେଇଥାଉ। ଆପଣ କେବଳ ଆପଣଙ୍କ ପରି। ଆପଣଙ୍କୁ କିଏ ସରି ଆପଣ ମଣିମା କୃପଣ ହୋଇଲେ ପ୍ରଭୁ ପଣ ହତଶିରି ଅରପଣ କଲି ମନ ଅରପଣେ ବଡ଼ ପଣ ଦେଖିବାକୁ ପ୍ରାଣ ପଣେ ଏ ନୟନ। କେହି ପାପୀ ଶୈତାନ ଅକୃତଜ୍ଞ ବ୍ୟକ୍ତି ଯଦି ଏ ଜନ୍ମରେ ସୁଖୀ ଥାଏ ତେବେ ସେ ପୂର୍ବ ଜନ୍ମରେ କିଛି ପୁଣ୍ୟ କରିଥିଲା। ଏହି ପୁଣ୍ୟବାନ ବ୍ୟକ୍ତି ଯଦି ଏ ଜନ୍ମରେ ଦୁଃଖ ଭୋଗୁଥାଏ ତେବେ ବୁଝିବାକୁ ହେବ ସେ ପୂର୍ବ ଜନ୍ମରେ କିଛି ପାପ କାର୍ଯ୍ୟ କରିଅଛି। ପାପୀ ଶୈତାନ ଅକୃତଜ୍ଞ ଏ ଜନ୍ମରେ ମଧ୍ୟ ନରକ ଯାତନା ଭୋଗ କରିବ। କେତେକ ଜନ୍ମରୁ ବଡ଼, କେତେକ କର୍ମ କରି ବଡ଼ ହୁଅନ୍ତି, କେତେକଙ୍କ ଉପରେ ବଡ଼ ଲୋକ ଲଦି ଦିଆଯାଏ। କାହାରିକୁ ଆଶା ଦିଅନ୍ତୁ ନାହିଁ। ଆଶା ଦେଇ ନିରାଶା କରିବା ଠାରୁ ନିଷ୍ଠୁରତା ଆଉ ନାହିଁ। ସାଧୁତା ଠାରୁ ବଳି ଆଉ ଧନ ନାହିଁ। ଯଦି ଦାନ କରି ନିଷ୍ଠୁର ବ୍ୟବହାର କରେ ତେବେ ତାହାର ଦାନ ନିଷ୍ଫଳ ହୋଇଯାଏ। ତାହାକୁ ଅଧିକାଂଶ ସମୟରେ ଆମେ ଘୃଣା କରୁ, ଅଧିକାଂଶ ସମୟରେ ଭୟ ମଧ୍ୟ କରୁ। ହରିଭକ୍ତି ହୃଦୟରେ ଏକ ଅଦ୍ଭୁତ ଶକ୍ତି ଜାଗ୍ରତ କରାଇ ସକଳ ଅବିଦ୍ୟା ନାଶ କରିଦିଏ। ଦାବାନଳ ଯେପରି ସର୍ପଣୀକୁ ଭସ୍ମୀଭୂତ କରି ପକାଏ, ସେହିପରି ହରିଭକ୍ତି ହୃଦୟରେ ଶକ୍ତି ଜାଗ୍ରତ କରାଇ ଅବିଦ୍ୟାକୁ ନଷ୍ଟ କରିଦିଏ। ମାନବିକତା, ସହନଶୀଳତା, ସହଯୋଗ ହେଉଛି ସବୁ ଧର୍ମର ମୂଳତତ୍ତ୍ୱ। ଆଜିର କିଛି ଅମୃତବାଣୀ। ମାନବ ସେବା ହିଁ ମାଧବ ସେବା। ଆପଣା କର୍ତ୍ତବ୍ୟ ସମ୍ପାଦନ ପାଇଁ ନିଜକୁ ସମର୍ପିତ କରନ୍ତୁ। ବୃଥା ଗପ ଆଳାପରେ ନିଜର ବା ଅନ୍ୟମାନଙ୍କର ସମୟ ନଷ୍ଟ କରନ୍ତୁ ନାହିଁ। ପୃଥିବୀରେ ନିଜ ମାତାଠୁ ବଳି ବଡ଼ ଦେବତା ଆଉ କେହି ନାହାନ୍ତି। ସର୍ବପ୍ରଥମେ ଆପଣ ଆପଣଙ୍କ ମାତାଙ୍କର ପ୍ରେମ ଅର୍ଜନ କରିବାକୁ ପ୍ରୟାସ କରିବା ଉଚିତ। ମାତାଙ୍କର ହୃଦୟ ଅତି କୋମଳ। ଏପରି କାର୍ଯ୍ୟ କରନ୍ତୁ ନାହିଁ ଆପଣଙ୍କ ପିତା ମାତାଙ୍କ ମନରେ ଆଘାତ ଦେବ। ମାତା ପିତା ମହତ ଜୀବନ ଯାପନ କଲେ ସେମାନଙ୍କର ପିଲାମାନେ ମଧ୍ୟ ମହତ ଓ ଉତ୍ତମ ହେବେ। ସୁତରାଂ ମାତା ପିତା ସଂସ୍କାରୀ ହୋଇ ସନ୍ତାନମାନଙ୍କୁ ସଂସ୍କାରୀ କରିବା ଆବଶ୍ୟକ। ପିଲାଟିଏ ଜନ୍ମ ହେବା ପରେ ଯେପରି ନିଜ ମାଙ୍କୁ ଚିହ୍ନିବାକୁ ସକ୍ଷମ ହୋଇଥାଏ, ସେହିପରି ପ୍ରତ୍ୟେକ ବ୍ୟକ୍ତି ନିଜର ମାତୃଭୂମି ଏହାର ଇତିହାସ ସଂସ୍କୃତିକୁ ଜାଣିବା ଉଚିତ। ମାତୃଭୂମି ହେଉଛି ତାର ଜନ୍ମସ୍ଥାନ, ଜନ୍ମଭୂମି। ଦେଶର ସଂସ୍କୃତିକୁ ଜାଣିବା ଉଚିତ। ମାତୃଭୂମିର ସେବା ତାର କର୍ତ୍ତବ୍ୟ। ଦେଶର ସଂସ୍କୃତିକୁ ନ ବୁଝି ଦେଶର ପ୍ରକୃତ ଅବସ୍ଥାକୁ ବୁଝିପାରିବ ନାହିଁ। ଜୀବନରେ ବହୁ ଦୁଃଖ କଷ୍ଟ ଯାତନା ରହିଛି ଆଉ ରହିବ। ଏଥିରୁ ଉଦ୍ଧାର ପାଇବା ପାଇଁ ଈଶ୍ୱର କୃପା
ଲାଭ କରିବାକୁ ଯେତିକି ଆକୁଳ ଈଶ୍ୱରଙ୍କ ଦୁଃଖ ଭାର ଲାଘବ କରିବା ପାଇଁ ସେତିକି ଆଗ୍ରହୀ। କର୍ମ ଦ୍ୱାରା, ବଂଶ ଦ୍ୱାରା କିମ୍ବା ଧନ ଦ୍ୱାରା ଅମରତ୍ୱ ମିଳେ ନାହିଁ। ତ୍ୟାଗ ଦ୍ୱାରା ହିଁ ଏହା କେବଳ ଲାଭ କରାଯାଏ। ନିଜର ମହତ୍ ଗୁଣ ଦ୍ୱାରା ଚେହେରା ଆପେ ଆପେ ସୁନ୍ଦର ହୋଇଯାଏ। ନମ୍ରତା ବିନା ମୂଲ୍ୟରେ ମିଳେ ଦ୍ୱାରା ଅନେକ କିଛି କିଣା ଯାଇପାରେ। କ୍ରୋଧ ହେଉଛି ମଣିଷର ବଡ଼ ଶତ୍ରୁ। କଷ୍ଟ ପାଇ ଥକି ଗଲା ପରେ ଆଖିରୁ ଲୁହ ବାହାରିଥାଏ। ତାହାକୁ ଲାଗିଥାଏ କି ମୁଁ କିଛି ବୁଝିପାରୁନାହିଁ, ହେଲେ ମୁଁ ସବୁ କିଛି ବୁଝିପାରିଥାଏ। ବାସ୍ କିଛି କହିନଥାଏ। ଜୀବ ଉଦ୍ଧାରର ଏକମାତ୍ର ଉପାୟ ହେଲା ଅହରହ ହରି ନାମ ସ୍ମରଣ, କୀର୍ତ୍ତନ ଓ ମନନ। ଜୀବ ମୁକ୍ତିର ଅନ୍ୟ ଉପାୟ ନାହିଁ। କାହାକୁ ନ୍ୟୁନ ବା ଛୋଟ ମନେ କରି ତାକୁ ଘୃଣା ବା ଅନାଦର କରିବା ଉଚିତ ନୁହେଁ। ପ୍ରତ୍ୟେକ କ୍ଷୁଦ୍ର ବସ୍ତୁର ମଧ୍ୟ ମୂଲ୍ୟ ଅଛି ବୋଲି ଭାବିବାକୁ ହେବ। ଦୟା ଧର୍ମର ମୂଳ ବସ୍ତ୍ର। ଦୟା କରିବାରେ ଧର୍ମ ସଞ୍ଚୟ ହୁଏ। ଲୋଭ କରିବା ଦ୍ୱାରା ପାପ ଅର୍ଜିତ ହୁଏ। ପ୍ରକାଶ କରିବା ଅର୍ଥ ମରଣକୁ ବରଣ କରିବା। ହୃଦୟରେ କ୍ଷମା ଭାବ ଧାରଣ କଲେ ପରମାତ୍ମାଙ୍କର ଭକ୍ତ ହୋଇପାରିବେ। ସମସ୍ତ ମନୁଷ୍ୟ ସମାନ ଅଟନ୍ତି। ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି। ଭଗବାନ ସମସ୍ତଙ୍କର ଏବଂ ଆମେ ସମସ୍ତେ ଭଗବାନଙ୍କର ସନ୍ତାନ। ତାଙ୍କୁ ପାଇବାକୁ ହେଲେ ମନ ପ୍ରାଣ ଦେଇ ଡାକିବାକୁ ହେବ। ସେ ସନ୍ତାନର ଡାକ ନିଶ୍ଚୟ ଶୁଣିବେ। ଭାଗ୍ୟରେ ଯାହା ଅଛି ତାହା ନିଶ୍ଚୟ ଘଟିବ। ସର୍ବଦା ସାଧୁ ସଙ୍ଗ କରିବାକୁ ଯଥାସାଧ୍ୟ ଚେଷ୍ଟା କରନ୍ତୁ। ଆମେ ସମସ୍ତେ ଭଗବାନଙ୍କର ସନ୍ତାନ। ଆମ ମଧ୍ୟରୁ ପ୍ରତ୍ୟେକ ପ୍ରକୃତରେ ଦିବ୍ୟ ଆତ୍ମା ସ୍ୱରୂପ। ଆମେ ଏହି ଦୃଢ଼ ବିଶ୍ୱାସ ବୃଦ୍ଧି କଲେ ଭଗବାନଙ୍କର ଦର୍ଶନ କରିପାରିବା। ବାଳକମାନଙ୍କୁ ଦୟା କରନ୍ତୁ, ସ୍ନେହ କରନ୍ତୁ, ପ୍ରେମ କରନ୍ତୁ। ଛୋଟ ଶିଶୁକୁ ଶାସ୍ତି ଦିଅନ୍ତୁ ନାହିଁ ଯଦି ସେ ଶାସନର ଯୋଗ୍ୟ ନୁହେଁ। ଅତି ମିଷ୍ଟ ଭାଷାରେ ତାକୁ ବୁଝାଇ ଦିଅନ୍ତୁ। ବୃଦ୍ଧ, ବିଧବା, ପାଗଳ, ଦୀନ ଦୁଃଖୀମାନଙ୍କୁ ଦୟା କରନ୍ତୁ। ବିଧବା ଲୋକଙ୍କୁ ଦୁଃଖ ଯାତନା ଦିଏ। ବିଧବା ମାଙ୍କୁ ଯେଉଁ ପୁଅ ପ୍ରତିପୋଷଣ ନ କରେ ନରକ ଯାତନା ଭୋଗ କରେ, କେବେ ବି ଭଲରେ ରହେ ନାହିଁ। ଏପରି ହୋଇଥାଏ ତାର ଅକାଳ ମୃତ୍ୟୁ କିମ୍ବା ଜିଅନ୍ତା ଜୀବନରେ ଥାଇ ସେ ମୃତବତ୍ ଯାତନା ପାଇଥାଏ। ଆପଣ କାହାରିକୁ ଆପଣଙ୍କର ଶତ୍ରୁ ମନେ କରନ୍ତୁ ନାହିଁ। ଯିଏ ଆପଣଙ୍କର ଶତ୍ରୁତା କରୁଛି, ଯେତିକି ଚାଲାଖି ଦେଖାଇ ହେଉଛି ହେଉ, ତାର ନିଜ ନିଆଁରେ ଜଳି ପୋଡ଼ି ମରିବ। କୁକର୍ମରୁ କାହାରିକୁ ନିସ୍ତାର ନାହିଁ। ମନ୍ଦିରରେ କାହାର ପାଦ ଛୁଅନ୍ତୁ ନାହିଁ। ହୋଇଥିବା ଲୋକର ପାଦ ଛୁଅନ୍ତୁ ନାହିଁ। କୁଆଁରୀ ଝିଅ ଅନ୍ୟର ପାଦ ଛୁଇଁବା ଉଚିତ ନୁହେଁ। ଭଣଜା ତାଙ୍କ ମାମୁଁଙ୍କ ପାଦ ଛୁଇଁବା ଉଚିତ ନୁହେଁ। ଗୁରୁଙ୍କ ପାଦ ଛୁଇଁବା ଉଚିତ। ମାଙ୍କ ପାଦ ଛୁଇଁବା ଉଚିତ। ବାପାଙ୍କ ପାଦ ଛୁଇଁବା ଉଚିତ। ମଣିଷ ସେତେବେଳେ ହାରିଯାଏ ଯେତେବେଳେ ତାକୁ ଜଣାପଡ଼େ ଯାହାକୁ ତାର ସବୁ କିଛି ଭାବିଛି, ଅସଲରେ ସେ ଲୋକ ପାଖରେ କିଛି ବି ମୂଲ୍ୟ ନାହିଁ। ନିଜର ଦୁର୍ବଳତା ଛୁପାଇବା ପାଇଁ ଭାଗ୍ୟକୁ ହିଁ ଦାୟୀ କରାଯାଏ। ଆମର ପୂର୍ବପୁରୁଷ ସନ୍ଥ ଓ ଜ୍ଞାନୀ ଲୋକମାନେ କହିଯାଇଛନ୍ତି ଯେ ପରିଶ୍ରମ ଭାଗ୍ୟଠାରୁ ବଡ଼ ହୋଇଥାଏ। ଉତ୍ସାହ ଉଦ୍ଦୀପନାର ସହ ବିଦ୍ୟାର୍ଥୀମାନେ ନିଜ ପାଠପଢ଼ା, ଭାବନା ଓ ଚିନ୍ତନାକୁ ଲକ୍ଷ୍ୟ ପଥରେ ନେବା ଦରକାର ଏବଂ ଏହାକୁ ପୁରା ପ୍ରସ୍ତୁତି ସହ ପ୍ରକାଶ କରିବା ଆବଶ୍ୟକ। ଏଥିପାଇଁ କିଛି ମହତ୍ୱପୂର୍ଣ୍ଣ କଥାକୁ ଧ୍ୟାନ ଦେବାକୁ ପଡ଼ିବ। ଅଧିକ କ୍ଷମତାକୁ ବିକାଶ କରି ନିଜର କ୍ଷମତାକୁ ବଢ଼ାନ୍ତୁ। ସମୟ ବହୁତ କମ୍, ତେଣୁ ଆଜିର କାମକୁ କାଲି ପାଇଁ ରଖନ୍ତୁ ନାହିଁ। ପ୍ରଥମ ପ୍ରଣାଳୀରେ କାର୍ଯ୍ୟ ସାଧନ ନହେଲେ ଆମକୁ ଅଧାରୁ ନ ଛାଡ଼ି ଆଉ ଏକ ପ୍ରଣାଳୀ ଆପଣାନ୍ତୁ। ନିଜର ସମସ୍ୟାକୁ ମାତା ପିତା ଓ ଗୁରୁଜନଙ୍କୁ ଜଣାଇ ସେମାନଙ୍କଠାରୁ
ପରାମର୍ଶ ଗ୍ରହଣ କରିବା ଉଚିତ। ପାଠ ପଢ଼ା ବେଳେ ନିଜକୁ ଅସ୍ଥିର ନ କରି ଏକାଗ୍ର ଚିତ ହୁଅନ୍ତୁ। ଜଟିଳ ପାଠକୁ ବାରମ୍ବାର ପଢ଼ି ବୁଝନ୍ତୁ ଓ ମନେ ରଖନ୍ତୁ। ଭାଗ୍ୟ ବଳରୁ ସଫଳତା ପ୍ରାପ୍ତ ହୁଏ ନାହିଁ। ଆକୃତି କୂଳ ଶୀଳ ବିଦ୍ୟା ଯତ୍ନପୂର୍ବକ କରାଯାଇଥିବା ସେବା ଏହା କୌଣସି ଫଳ ଦିଏ ନାହିଁ। ନିରନ୍ତର ପ୍ରୟାସ ରୂପକ ତପସ୍ୟା ଦ୍ୱାରା ସଞ୍ଚିତ ଭାଗ୍ୟ ହିଁ ସଫଳ ପ୍ରଦାନ କରେ। ଜୟ ଶ୍ରୀ ଜଗନ୍ନାଥ।